ନାହିଁ। ଶାସନ ମଝିରେ ଶିବ ପଣ୍ଡିତଙ୍କର ଘର। ଏହାଙ୍କ ଜେଜେ ବିକି ଖାଡ଼ଙ୍ଗା ପୁରା 7 ପାଦ ବ୍ୟାକରଣ ମୁହେଁ ମୁହେଁ କହିଯାଉଥିବାର ପଣ୍ଡିତଙ୍କଠାରୁ ଶୁଣାଯାଏ। ନୈଷଧାନ୍ତ ପାଠ ତାହାଙ୍କଠାରୁ ଅଟକୁ ନଥିଲା। ପଣ୍ଡିତଙ୍କ ନନା ବ୍ୟାକରଣର ଶବ୍ଦ ଓ ସନ୍ଧିଗୁଡ଼ାକ କୋଇଲି ଗୀତ ପରି ହାଙ୍କି ଯାଉଥିଲେ। ସେମାନଙ୍କର ପୋଥି ସବୁ ଖଟୁଲିରେ ସାଇତା ଅଛି। ପଣ୍ଡିତେ ପ୍ରତିଦିନ ପୂଜା କରନ୍ତି। ଆପେ ପଣ୍ଡିତେ ମଧ୍ୟ ଜଣେ ଟାଣ ପଣ୍ଡିତ। ପୋଥିରୁ ଡୋରି ନ ଫିଟାଇ 5 ବର୍ଗ ଅଭିଧାନ କହିଯାଇପାରନ୍ତି। ପଣ୍ଡିତଙ୍କ ସାଆନ୍ତ ବାପାଙ୍କ ମଉଳା ପୁଅ ଭାଇଙ୍କର ଭିଣୋଇର ମାଉସୀ ପୁଅ ଭାଇ ନବଦ୍ୱୀପ ଯାଇ ନ୍ୟାୟଶାସ୍ତ୍ର ପଢ଼ି ଆସିଥିଲେ। ସାରା କଥା ଖାଡ଼ଙ୍ଗା ବଂଶ ସକାଶେ ଶାସନରୁ ବିଦ୍ୟା କେତେବେଳେ ଛାଡ଼ ନାହିଁ। ଏହାଙ୍କ ଦାଣ୍ଡ ପିଣ୍ଡାରେ ଚୌପାଢ଼ୀ। ଶାସନ ପିଲାମାନେ 2 ଓଳି ପଢ଼ନ୍ତି। 41 କର୍ମକର୍ମାଙ୍ଗ 16 ପଣ ଏହିଠାରେ ପଢ଼ା ହୁଏ। କେହି କେହି ପିଲା ବର୍ଗେ 2 ବର୍ଗ ପର୍ଯ୍ୟନ୍ତ ଉଚ୍ଚ ଶିକ୍ଷା ମଧ୍ୟ ଲାଭ କରନ୍ତି। ପଶ୍ଚିମ ସାହେଲା ତନ୍ତୀ ସାହିରେ ତନ୍ତୀ 150 ଘର। ଏଇ ସାହିରେ ଗୋହିରାଟା ସଫାସୁତୁରା। ଖତ ଗାଡ଼ ଗୋବର ଗଦା କିଛି ନାହିଁ। ଆପଣ ମନେ କଲେଣି ଏଠାରେ 5 ଆଇନ ଜାରି ଅଛି। ମ୍ୟୁନିସିପାଲିଟିର ଶଗଡ଼ ଆସି ଅଳିଆ ସବୁ ଉଠାଇ ନେଇଯାଏ। ଆପଣଙ୍କୁ ସାବଧାନ କରି ଦେଉଅଛୁ, ଆମ୍ଭମାନଙ୍କଠୁ ନ ଶୁଣି କୌଣସି କଥା ସିଦ୍ଧାନ୍ତ କରି ପକାଇବେ ନାହିଁଟି। ଅନେକ ଅନୁସନ୍ଧାନ ଅନେକ ପ୍ରମାଣ ସଂଗ୍ରହ କରି ଆମ୍ଭମାନଙ୍କୁ ଲେଖିବାକୁ ହୁଏ। ଆପଣମାନଙ୍କର ଏପରି ଭ୍ରମ ଅପନୋତନ ନିମନ୍ତେ ଆମ୍ଭମାନଙ୍କର ଏତେ ପରିଶ୍ରମ ନହେଲେ ପ୍ରୟୋଜନ କ'ଣ? ପୁଣି ଏଣୁ ତେଣୁ ଗୁଡ଼ାଏ ଲେଖି ପକାଇବା ଆମ୍ଭମାନଙ୍କର ଅଭ୍ୟାସର ବିପରୀତ। ଅକାଟ୍ୟ ପ୍ରମାଣ ନ ପାଇଲେ କିମ୍ବା ଯାହା ନ୍ୟାୟଶାସ୍ତ୍ର ସଙ୍ଗତ ନୁହେଁ ଏମନ୍ତ କଥା ଗୁଡ଼ାକ ଆମ୍ଭେମାନେ ଶୁଣୁନାହୁଁ। ଯାହା ଲେଖିବୁ ସେ କଥା ଗୁଡ଼ାକ ନ୍ୟାୟଶାସ୍ତ୍ର ଅନୁସାରେ ପ୍ରମାଣ କରାଇ ଦେବୁ। ଆପଣଙ୍କର ପାଟି ଫିଟାଇବାର ବାଟ ନଥିବ। ଦେଖନ୍ତୁ, ପ୍ରମାଣ ପ୍ରୟୋଗ ନିମନ୍ତେ ନ୍ୟାୟଶାସ୍ତ୍ର କହନ୍ତି ପର୍ବତ ବହ୍ନିମାନ ଧୂମାତ୍, ଅର୍ଥାତ୍ ପର୍ବତରୁ ଧୂଆଁ ବାହାରୁଛି କିମ୍ବା ନା ଭିତରେ ନିଆଁ ଅଛି। ମହାନଦୀର ପାଣି ବଢ଼ି ଆସୁଅଛି। ଦେଖିଲେ ଜାଣିବ ଉପରେ ଭାରି ବର୍ଷା ହୋଇଗଲାଣି। କାର୍ଯ୍ୟ କାରଣର ଗୋଟାଏ ଏମନ୍ତ ନିତ୍ୟ ସମ୍ବନ୍ଧ ଅଛି। ନ କାର୍ଯ୍ୟଂ କାରଣଂ ବିନା, କାରଣ ନଥାଇ କାର୍ଯ୍ୟ ହୁଏ ନାହିଁ। ଏଠାରେ ନଦୀ ବୃଦ୍ଧିର କାରଣ ହେଲା ବୃଷ୍ଟି। ସେହିପରି ଆମ୍ଭେମାନେ ଅକାଟ୍ୟ ଯୁକ୍ତି ଦେଖାଇ ପ୍ରମାଣ କରିଦେଇପାରୁ ଗୋବର ସହିତ ଗୋରୁର ନିତ୍ୟ ସମ୍ବନ୍ଧ ଅଛି। କାରଣର ଅଭାବ ହେଲେ କାର୍ଯ୍ୟର ଅଭାବ ହେବ, ଏକଥା ଆପଣ ଅବଶ୍ୟ ସ୍ୱୀକାର କରିବେ। ସୁତରାଂ ତନ୍ତୀ ସାହିର ଗୋବର ଗଦାର ଅଭାବର କାରଣ ଗୋରୁର ଅଭାବ, ଅର୍ଥାତ୍ ତନ୍ତୀ ସାହିରେ ଗୋରୁ ନାହିଁ, ସୁତରାଂ ଗୋବର ନାହିଁ। ଆପଣମାନଙ୍କ ମନରେ ଆଉ ଗୋଟିଏ ଭାରି ଖଟକା ଲାଗିପାରେ। ଗୋରୁଗୁଡ଼ାକ ବାଘ ଭାଲୁ ନୁହନ୍ତି ଯେ ବଣରେ ରହିବେ। ଏମାନେ ତ ଗ୍ରାମ୍ୟ ପଶୁ। ଗ୍ରାମେ ରହିବା ଏମାନଙ୍କର ସ୍ୱଭାବ। ଯେଉଁଠାରେ ପାଣି ସେଇଠାରେ ମାଛ। ସେପରି ଗ୍ରାମରେ ଗ୍ରାମ୍ୟ ପଶୁ ଏଟା ଧରାବନ୍ଧା କଥା। ତନ୍ତୀ ସାହି ଗୋଟାଏ ଗ୍ରାମ, ତେବେ ଗ୍ରାମ୍ୟ ପଶୁ ନାହାନ୍ତି କି ସକାଶେ? ଆମ୍ଭେମାନେ ପରମେଶ୍ୱରଙ୍କ ସୃଷ୍ଟି କୌଶଳରେ ଅନେକ ବ୍ୟଭିଚାର ଦେଖିବାକୁ ପାଉ। ହୁଏ ତାହାଙ୍କ କାର୍ଯ୍ୟରେ ଗଫଲତି, ନ ହୁଏ ଢିଲା। ଦେଖନ୍ତୁ, ପଶୁ କହ, ପକ୍ଷୀ କହ, କୀଟ ବୋଲ, ପତଙ୍ଗ ବୋଲ, ସବୁ ଜାତିରେ ଅଣ୍ଡିରା ମାଇ ଅଛନ୍ତି। ସେଥିମଧ୍ୟରେ ତ ଗୋଟାଏ ଗୋଟାଏ ହିଞ୍ଜଳ ଦେଖାଯାଏ। ସେହିପରି ତନ୍ତୀ ସାହି ଗ୍ରାମ ହେଲେ ମଧ୍ୟ ଏଥିରେ ଗ୍ରାମ୍ୟ ପଶୁ ନାହିଁ। ପଶୁ ସମ୍ବନ୍ଧରେ ଏଟା ହିଞ୍ଜଳ, ଅର୍ଥାତ୍ ଏଠାରେ ବନ୍ୟ ପଶୁ ବାଘ ଭାଲୁ କିମ୍ବା ଗ୍ରାମ୍ୟ ପଶୁ ଗାଈ ଗୋରୁ କିଛି ନାହାନ୍ତି। ତାହାର ମଧ୍ୟ କାରଣ ଥାଇପାରେ। କାରଣ ବିନା କାର୍ଯ୍ୟ ନାହିଁ, ଏହା ନ୍ୟାୟଶାସ୍ତ୍ରର ସୂତ୍ର ଅଟେ। ବ୍ୟାକରଣ ରଚକମାନେ ସୂତ୍ର ଠିକ୍ କରି ନ ପାରିଲେ ନିପାତନ ସିଦ୍ଧ ବୋଲି ଗୋଟାଏ କଥା କହି କାର୍ଯ୍ୟ ସାରି ଦିଅନ୍ତି। ମାତ୍ର ଏହା ଏକ ପ୍ରକାର ଠକପଣିଆ। ତାହା ଆମ୍ଭମାନଙ୍କର ହାତରେ ହେବ ନାହିଁ। ସେ କଥା ଥାଉ। ତନ୍ତୀ ସାହିରେ ଗୋରୁ କିଆ ନାହିଁ, ତାହାର କାରଣ ବୁଝନ୍ତୁ। ବାଇବେଲରେ ଲେଖା ଅଛି, ଜଣେ ସେବକ 2 ଜଣ ସାଆନ୍ତଙ୍କ ସେବା କରିପାରେ ନାହିଁ। ସଚରାଚର ଦେଖାଯାଏ। ଶାସ୍ତ୍ରକାରମାନେ ଠିକେ ଠିକେ 2 କଥା କହି କାର୍ଯ୍ୟ ସାରି ବସନ୍ତି। ଟୀକାକାର ନଥିଲେ ମୂଳ ଗ୍ରନ୍ଥ ବୁଝିବା ନିତାନ୍ତ କଠିନ। ମଲ୍ଲୀନାଥ, ମଥୁରାନାଥ, ଶ୍ରୀଧର ବ୍ୟାଖ୍ୟା କରିଦେଇ ନଥିଲେ ରଘୁବଂଶ ନ୍ୟାୟ, ଭାଗବତ ପରି ଗ୍ରନ୍ଥମାନ ଆଜି ଯାଏଁ ଟୁରି ଭିଡ଼ା ହୋଇ ପଡ଼ିଥାନ୍ତା। ସେହିପରି ଆମ୍ଭେମାନେ ବାଇବେଲର ବ୍ୟାଖ୍ୟା କରି ନ ଦେଲେ ବୁଝିବା ସହଜ ନୁହେଁ। ଆପଣ ନହେଲେ ଟାଣି ଟୁଣି ଏକ ପ୍ରକାର ପାଠ ଲଗାଇଯିବେ। ମାତ୍ର ସମସ୍ତଙ୍କ ହାତରେ ତ ସବୁ କଥା ହୁଏ ନାହିଁ। ବାଇବେଲ ସୂତ୍ରରେ ଅର୍ଥ ଏ କି ଜଣେ ମନୁଷ୍ୟ ଏକ ସମୟରେ 2 କାର୍ଯ୍ୟ କରିପାରେ ନାହିଁ। ଅର୍ଥାତ୍ ଲୁଗା ବୁଣାରେ ତନ୍ତୀମାନଙ୍କର ଦିନ ଯାଏ, ଚାଷ କରିବାକୁ ବେଳ କାହିଁ? ଚାଷ ଯଦି ନ କଲେ ବଳଦ ରଖିବାର ଦରକାର କ'ଣ? ବଳଦ ନଥିଲେ ଗୋବର କାହୁଁ ଆସିବ? ଗୋବର ଅଭାବରୁ ଖତଗଦାର ଅଭାବ, ଖତଗଦା ନଥିବାରୁ ଦାଣ୍ଡ ସଫା।
आजिकाली 1900 संवत्सर विज्ञान शास्त्र खूब मर्यादा कारण ई शास्त्र सब उन्नतिर मूल अटे। देखंतु इंग्रेज माने केड़े गोरा आ ओडिया मानक देह कालिया से कारण से माने विज्ञान शास्त्र पढ़ी अछंती ओडिया माने जानती नहीं। आम्भे माने हाल विज्ञान चर्चा आरंभ करियछु। वर्तमान प्रसंगटा आम्भे माने सही शास्त्र अनुसार प्रमाण कर दे पारू। आपण पाठरे मन दियंतु विज्ञान शास्त्र जे केड़े ठीक ताहा बुझी पारिबे। उक्त शास्त्रर सूत्र एही एक स्थान रे दुई गोटी वस्तु रही न पारे। आपणकर दूध पिया गिन्नरे पानी रहे तो एक कथा बोलिबे सेथिपई उक्त सूत्र व्याख्या आवश्यक। अर्थात गोटे स्थान रे एक समय रे दुई गोटी पदार्थ रही न पारे। गिन्नरे दूध पूर्ण थिले आ पानी रही पारिबो नाही। लुका बुणा सकाशे बाहर भीतर दुई चका दरकार। घर भितर लुका बुणा जाए। लुंडी काटिबा तागी करिबा इत्यादि कर्म बाहर हुए। सुतरां तासण जगार गोबर गदा रहिबा नितांत असंभव। और स्त्री पुरुष मिलित न हेले लुका प्रस्तुत होई पारे नाही। सुतारे तोराणी देबा नटेबा चरखीरे चढ़ाइबा नली बलिबा एसबू तंतियाणी मानकर कार्य। गाई बलद दांडरू खोजी आनी बांधि पक सेमानकर बेल काहीं इत्यादि आहुरी मध्य अनेक कारण अछि। मात्र कथा बढ़ई लिखिबा आम मानकर देहरे चले नहीं। सेहिथिपई ठीके ठीके सब कथा लिखि पकाओ। एठी शेष हैला नवम परिच्छेद। जदि आपन के परिच्छेद रे भल लागि थाए लाइक करिवे, शेयर करिवे, कमेंट करी जणेबे। जदि चैनल नुआ अछंती सब्सक्राइब करने को भूलिबेनी। रहूछि।